ଓଡ଼ିଶାର କଟକ ଆଉ ନୟାଗଡ଼ ଜିଲ୍ଲା ସୀମାନ୍ତରେ ମଣ୍ଡାଲମ ବୋଲି ଏକ ଗୋଟେ ଜାଗା ଅଛି। ସେ ଜାଗାରେ ଏକ ସୁନ୍ଦର ରାଧାକୃଷ୍ଣ ମନ୍ଦିର। ସେ ମନ୍ଦିରକୁ ଆଜି ମୁଁ ବୁଲି ଆସିଥିଲି। ସେ ଆମର ଜଣେ ଭାଇ ଅଛନ୍ତି, କଣ୍ଟାବାଡ଼ କଲେଜରେ ଷ୍ଟାଫ୍ ଅଛନ୍ତି, ତାଙ୍କରି ଘର ପାଖକୁ ଆସିଥିଲି। ସେ ରାଧାକୃଷ୍ଣ ବୋଲି ମନ୍ଦିରର ସୌନ୍ଦର୍ଯ୍ୟ ଏବଂ ପ୍ରାଚୀନତାକୁ ଉପଭୋଗ କରିବା ସହିତ ନିଜକୁ ଧନ୍ୟ ମନେ କଲି। ଦେବତାଙ୍କୁ ଦର୍ଶନ କରିବା ସହିତ କିଛି ଆତ୍ମସନ୍ତୋଷ ମଧ୍ୟ ଲାଭ କଲେ। ଆସନ୍ତୁ ଆପଣମାନେ ଦେଖି ଯାଆନ୍ତୁ ସେ ମନ୍ଦିର। ଯଦି କେବେ ସମୟ ପାଉଛନ୍ତି ତେବେ ଆସନ୍ତୁ, ଆସି ବୁଲି ଯାଆନ୍ତୁ ଏ ପ୍ରାଚୀନତମ ମନ୍ଦିର। ପ୍ରାଚୀନତମ ମନ୍ଦିର ହେଲେ ବି ତା'ର କାରୁକାର୍ଯ୍ୟ ଅତି ନିଖୁଣ। ବାଙ୍କି ଚର୍ଚ୍ଚିକା ମନ୍ଦିରର ନିର୍ମାଳ ଶୈଳୀରେ ଏହି ମନ୍ଦିରଟି ନିର୍ମିତ ହୋଇଛି। ଆମ ଇଷ୍ଟ ରାଧା ଗୋପୀନାଥ ଆମ ଗାଁରେ କର ସାଇଡ୍ ଆମର କରି ଖେଳି ଯାଆନ୍ତି ଆଉ। ଆମର ହଉଛି କଣ, ଆମ ରାଧା ଗୋପୀନାଥ ସେ ଆମ ଘରକୁ ଯାଆନ୍ତି ଦହି ପଖାଳ ଖାଇବାକୁ ଦୋଳ ପୂର୍ଣ୍ଣମୀ ଦିନ, ଯେ ବିହାନେ ବସିକି ଯିବେ।